एकदा जंगल रे गोटे बड़ गछ उपरे चढ़ई ओ तार साथी मिलीमिशि गोटे सुंदर ओ छोट बसाटीए बांधिले। सेमाने बसाटी को बांधिबा पाई बहुत परिश्रम करथिले। चढ़ई ସେହି बसाटी को देखि अत्यंत खुशी हेउथिला। सेठारे सेमाने 4 गोटी अंडा देले। ସେହି अंडा को उषुमाइबा पाई से आराम रे तांको उपरे बसी रहुथिला। दिने गोटे बणुआ हाथी गछ पाख देई जाउथिला। से हाथीटी युवक ओ बलशाली थिला। से जंगल रे एणे तेणे मतुआला होई घूरी बुलुथिला। से केते गुड़िए गछ उपाड़ी पकाइला। छोट छोट बुदा उपरे निजर बल प्रयोग कला ओ बड़ बड़ पत्थर गुड़ी को एणे तेणे फोपाड़ी देउथिला। हाथी ସେହି गଛ ପାଖରେ ପହଞ୍ଚିଲା ଯେଉଁଠାରେ ଚଢ଼େଇ ନିଜର ଘର କରିଥିଲା। ସେ ନିଜ ଶୁଣ୍ଡରେ ଗୋଟିଏ ବଡ଼ ଡାଳକୁ ଭାଙ୍ଗିଦେଲା। ସେହି ଡାଳରେ ଚଢ଼େଇ ବସା ଥିଲା। ବସାଟି ତଳେ ମାଟି ଉପରେ ପଡ଼ିଗଲା ଓ ସବୁ ଅଣ୍ଡା ଭାଙ୍ଗିଗଲା। ଚଢ଼େଇ ଖୁବ୍ ଜୋରରେ କାନ୍ଦିବାକୁ ଲାଗିଲା। ହାତୀ ନିଜର ମତୁଆଲା ଚାଲିରେ ନିଜ ବାଟରେ ଚାଲିଗଲା। କିଛି ସମୟ ଦୁଃଖ କରିବା ପରେ ଚଢ଼େଇଟି ତାର ସ୍ୱାମୀକୁ କହିଲା, ମୁଁ ଏହି ହାତୀଠାରୁ ସେ କରିଥିବା କାର୍ଯ୍ୟର ପ୍ରତିଶୋଧ ନେବାକୁ ଚାହୁଁଛି। ମୋତେ କିଛି କରିବାକୁ ପଡ଼ିବ। ସ୍ୱାମୀ କହିଲା, ଆମେ ହାତୀର କିଛି ହେଲେ କ୍ଷତି କରିପାରିବା ନାହିଁ, କାରଣ ସେ ଏହି ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ପଶୁ ଅଟେ ଏବଂ ଆମେ କେବଳ ମାତ୍ର ଛୋଟ ଛୋଟ ଚଢ଼େଇ। ଠିକ୍ ଅଛି, ତୁମେ ତୁମର ଦୁଃଖକୁ ଭୁଲିଯାଅ। ଆମେ ଗୋଟିଏ ନୂଆ ବସା ଗଢ଼ିବା ଓ ତୁମେ ସେଠାରେ ପୁଣି ଅଣ୍ଡା ଦେବ। ସ୍ତ୍ରୀ କହିଲା, ମୁଁ ଗୋଟିଏ ଛୋଟିଆ ଚଢ଼େଇ ନିଶ୍ଚିତ, ହେଲେ ମୋର ବୁଦ୍ଧି ଅଛି। ମୁଁ ହାତୀଠାରୁ କେମିତି ପ୍ରତିଶୋଧ ନେବି ସେ କଥା ମୋତେ ଚିନ୍ତା କରିବାକୁ ପଡ଼ିବ। ତାହାର ଉପାୟ ବାହାର କରିବି। ଏହା କହି ସେ ନିଜର 3 ବନ୍ଧୁଙ୍କ ପାଖକୁ ସାହାଯ୍ୟ ଲୋଡ଼ିବା ପାଇଁ ଗଲା। ତାର 3 ବନ୍ଧୁ ମଶା, କାଠହଣା ଓ ବେଙ୍ଗ ଥିଲେ। ବହୁତ ଚିନ୍ତା ଓ ଆଲୋଚନା ପରେ 3 ଜଣ ମିଶି ଗୋଟିଏ ଉପାୟ ବାହାର କଲେ। ବେଙ୍ଗ ମଶାକୁ କହିଲା, ତୁମେ ହାତୀର କାନ ପାଖରେ ଯାଇ ଖୁବ୍ ଜୋରରେ ମଧୁର ସ୍ୱରରେ ଗୀତ ଗାଇବ। ବେଙ୍ଗକୁ ଜଣାଥିଲା ଯେ ହାତୀକୁ ଗୀତ ଶୁଣିବାକୁ ଭଲ ଲାଗୁଥିଲା। ସେ ଗୀତ ଶୁଣି ଆଖି ବନ୍ଦ କରି ନାଚିବାକୁ ଲାଗିବ। ବେଙ୍ଗ କାଠହଣାକୁ କହିଲା, ଯେତେବେଳେ ହାତୀ ଆଖି ବନ୍ଦ କରି ନାଚୁଥିବ, ତେବେ ତୁମେ ତାର ଆଖିକୁ ଯାଇ ଖୁବ୍ ଜୋରରେ ଥଣ୍ଟ ମାରିଦେବ। ହାତୀକୁ କଷ୍ଟ ହେବାରୁ ସେ ଚିଲାଇବ ଓ ସେ ଦେଖି ନ ପାରିବା କାରଣରୁ ଦୋହଲିବ ଏବଂ ମୁଁ ଗୋଟିଏ ଗାତ ପାଖରେ ବସି ଜୋର ଜୋରରେ ଟର୍ ଟର୍ ଶବ୍ଦ କରିବି। ହାତୀ ଭାବିବ ଯେ ଏଇଠି କେଉଁଠି ପୋଖରୀ ଅଛି ଆଉ ସେ ନିଜର ଆଖିକୁ ଥଣ୍ଡା ପାଣିରେ ଧୋଇବା ପାଇଁ ଶୀଘ୍ର ଯିବାକୁ ଲାଗିବ ଓ ଖାଲରେ ପଡ଼ିଯିବ। ଚଢ଼େଇ ଏପରି ଉପାୟ ଶୁଣି ବହୁତ ଖୁସି ହେଲା। ପରଦିନ 3 ଜଣ ଏହି ଉପାୟ ଅନୁସାରେ କାମ କଲେ। ଚଢ଼େଇର ବନ୍ଧୁମାନେ ନିଜ ନିଜର କାର୍ଯ୍ୟ ଠିକ୍ ରୂପେ ତୁଲାଇଲେ ଓ ହାତୀ ଖାଲରେ ପଡ଼ିଗଲା। ଯେତେବେଳେ ଛୋଟ ଛୋଟ ବନ୍ଧୁ ମିଳିମିଶି କାମ କରିବେ, ତେବେ ବଡ଼ ବଡ଼ ଶତ୍ରୁକୁ ମଧ୍ୟ ହରାଇ ପାରିବେ। ପରିଶେଷରେ ଚଢ଼େଇ ନିଜ ପତିକୁ ଯାଇ ଏହି ଖୁସି ଖବର ଶୁଣାଇଲା। ଏଥିରୁ ଆମେ ଶିଖିଲେ ଯେ କ୍ଷୁଦ୍ର ମଧ୍ୟରେ ବହୁତ ଚେତନା ପୂରି ରହିଥାଏ।